ଭଗବାନ ତା କରେଇ ଦିଅନ୍ତି କାହିଁକି ନା ଭଗବାନ ଦୟାବାନ ନୁହନ୍ତି ନ୍ୟାୟବାନ। ତା ନଇଥିଲେ ରାବଣର କଳ୍ପିତ ସ୍ୱର୍ଗଶ୍ରୀ ଚଢି ଏ କଳି ଯୁଗର ମଣିଷ ମାନେ ମୁକ୍ତି ପାଇ ଯାଇଥାନ୍ତି, କିନ୍ତୁ ତାହା ତ ହେଲାନି। ରାବଣ ମଲା ହେଲେ ସ୍ୱର୍ଗକୁ ସିଡ଼ି ବାନ୍ଧି ପାରିଲାନି। ତାମାନେ ମତେ ସାଧାରଣ କରୁଛ, ହେଲେ ତ ଭୁଲି ଯାଉଛ ତ ବାପା ବାଣୀ ଦୁର୍ଯ୍ୟୋଧନ ବୃଥା ଅହଙ୍କାରରେ ଅନ୍ଧ ହେଇ ରକ୍ତ ନଦୀ ସୃଷ୍ଟି କରି ତା ଧୀରେ ବିଲୀନ ହେଇଗଲେ। ସେ ତ ରୋଷେଇ ଘରର ଇନ୍ଧନ, ଦେବ ମନ୍ଦିରର ଚନ୍ଦନ, ଆଉ ମରଣ ଧୁଇରେ ଦିଏ ମହାନିର୍ବାଣ। ଭୁଲି ଯାଉଛୁ ତୋ ବାପା ରଞ୍ଜିତ ପଚାଏ ତୋରି କଥାରେ ଦୁଶାସନ ହେଇ ବାସ୍ତରି ଭାର ଗଦାକୁ କାନ୍ଧରେ ପକାଇ ସେ ସମସ୍ତଙ୍କୁ ନିଚ୍ଛିନ୍ନ କରିଦେଲା। ତମେ ଭୁଲ କହିଲ ବାପା। ଦୁର୍ଯ୍ୟୋଧନ ସେଇ ବାସ୍ତରି ଭାର ଗଦାକୁ ପ୍ରତିହତ କରିବା ପାଇଁ ଦ୍ୱିତୀୟ ପାଣ୍ଡବ ଭୀମସେନ ଥିଲେ। ମହାକର୍ମୀ କର୍ଣ୍ଣକୁ ବଧ କରିବା ପାଇଁ ଅଜୟ ଅର୍ଜୁନ ମଧ୍ୟ ଥିଲେ। ଶକୁନିର ଚକ୍ରାନ୍ତ କାଟିବା ପାଇଁ ଚକ୍ରଧାରୀ ଶ୍ରୀକୃଷ୍ଣ ବି ଥିଲେ। ଆରେ ଏଇଟା ଆଉ ହବନି ରେ, କହିବି ହବନି। ନାଥ ବେଳକୁ ଏମିତି ଭଡ଼ା ପୁଅ ଜନ୍ମରେ କୁହ ବାପା, ମୁଁ ଜମା ମନ କଷ୍ଟ କରିବିନି। ଆପଣ ତ ରାଗିକି ଏମିତି କଥା ପଦେ କହିବେ ନା। ହେଲେ ଭୀମ ବେଲାଳ ସେନ ପଦିଏ ସତ କଥା କହିଥିଲା ବୋଲି କଟାରେ ବାରିଟା ମୁଣ୍ଡକୁ ଛତୁ କରିଦେଲା। I get part of ground. କିନ୍ତୁ ମୁଁ ଚାଲି ଯାଉଛି ବାପା। ହେଲେ ଗଲାବେଳେ ଗୋଟିଏ କଥା ଏ ପ୍ରକାଶ କହୁଛି, ମନେ ରଖିଥିବ। ସେପଟା ଆକାଶକୁ ପକେଇଲେ କିଛିଟା ନିଜ ଉପରେ ବି ପଡେ। ବାପା हरे कृष्णा कृष्ण कृष्ण हरे हरे, हरे राम 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 हरे हरे।